ଜୁଦିତ୍ ଅଧ୍ୟାୟ 14। ଆସେରିଆମାନଙ୍କ ପ୍ରତି ଜିହୁଦୀମାନଙ୍କର ଆକ୍ରମଣ। ଜୁଦିତ୍ ସେମାନଙ୍କୁ କହିଲେ, ହେ ମୋର ଭ୍ରାତାମାନେ, ମୋର ବାକ୍ୟ ଶୁଣ। ଏହି ମସ୍ତକକୁ ନେଇ ପ୍ରାଚୀର ଦୁର୍ଗରେ ଝୁଲାଇ ଦିଅ। ପ୍ରଭାତରେ ସୂର୍ଯ୍ୟ ଉଦିତ ହେବା ସମୟରେ ତୁମମାନଙ୍କ ମଧ୍ୟରୁ ସମସ୍ତ ବୀର ପରାକ୍ରମୀ ବ୍ୟକ୍ତିଗଣ ଅସ୍ତ୍ରଧାରୀ ହୋଇ ନଗରୀରୁ ବାହାରି ଯାଅ ଓ ଜଣେ ଅଧିପତିଙ୍କ ନେତୃତ୍ୱରେ ଆସେରିଆମାନଙ୍କର ବାହ୍ୟ ଛାଉଣୀ ଆକ୍ରମଣ କରିବା ନିମନ୍ତେ ସମତଳ ଭୂମିକୁ ଅବତରଣ କରିବାର ଛଳନା କରି ପ୍ରସ୍ଥାନ କର। କିନ୍ତୁ ତୁମ୍ଭେମାନେ ସମତଳ ଭୂମିକୁ ଅବତରଣ କରିବ ନାହିଁ। ସେ ସମୟରେ ସେମାନେ ନିଜ ନିଜର ଅସ୍ତ୍ରଶସ୍ତ୍ର ଧରି ଛାଉଣୀକୁ ଯାଇ ଆସେରିଆ ସୈନ୍ୟଦଳର ସେନାପତିମାନଙ୍କୁ ପଠାଇବେ ଓ ସେମାନେ ସମସ୍ତେ ହାଲଫେର୍ନେସର ତମ୍ବୁ ଅଭିମୁଖେ ଧାଇଁଯିବେ। କିନ୍ତୁ ସେମାନେ ତାକୁ ଦେଖିବାକୁ ନ ପାଇ ଭୀତତ୍ରସ୍ତ ହୋଇ ତୁମ ସମ୍ମୁଖରୁ ପଳାୟନ କରିବେ। ସେ ସମୟରେ ତୁମେମାନେ ଓ ଇସ୍ରାଏଲର ସୀମାସରହଦ ମଧ୍ୟବାସୀ ସମସ୍ତେ ସେମାନଙ୍କର ପଶ୍ଚାତ୍ ଧାବନ କରି ସେମାନଙ୍କୁ ସଂହାର କରିବା। କିନ୍ତୁ ଏ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ପୂର୍ବରୁ ଆମୋନୀୟ ଆଖିୟରକୁ ମୋ ନିକଟକୁ ନେଇ ଆସ, ଯିଏ ଇସ୍ରାଏଲ ଭବନକୁ ଅବମାନନା କରିଥିଲା ଓ ଆଖିୟର ମୃତ୍ୟୁ ପାଇଁ ଯିଏ ତାକୁ ଆମ ପାଖକୁ ପଠାଇଥିଲା, ସେହି ବ୍ୟକ୍ତିକୁ ଆଖିୟର ଦେଖି ଚିହ୍ନୁ। ସୁତରାଂ ସେମାନେ ଆଣ୍ଟିୟୋକରୁ ଉସୁସିଆର ଗୃହକୁ ଡକାଇ ଆଣିଲେ। ସେ ଆସି ସଭା ମଧ୍ୟରେ ଦଣ୍ଡାୟମାନ ଥିବା ଜଣେ ବ୍ୟକ୍ତିର ହସ୍ତରେ ହାଲଫେର୍ନେସର ମସ୍ତକ ଦେଖିବାକୁ ପାଇ ମୂର୍ଚ୍ଛିତ ହୋଇ ଭୂମିରେ ପଡ଼ିଗଲା। କିନ୍ତୁ ସେମାନେ ତାକୁ ଉଠାଇ ଦେଲେ। ତତ୍କ୍ଷଣାତ୍ ସେ ଜୁଦିଥଙ୍କ ପାଦତଳେ ପଡ଼ି ଜାନୁପାତ ପୂର୍ବକ ରହି ତାଙ୍କୁ କହିଲା, ଜୁଦାର ସମସ୍ତ ଶିବିର ସାରା ତୁମେ ଧନ୍ୟ। ସମଗ୍ର ଜାତି ମଧ୍ୟରୁ ଯେଉଁମାନେ ତୁମର ନାମ ସମ୍ବନ୍ଧରେ ଶୁଣିବାକୁ ପାଇବେ, ସେମାନେ ଭୟଚକିତ ହେବେ। ଏହି ଦିନମାନଙ୍କରେ ତୁମେ କ'ଣ କରିଛ, ମୋତେ ତାହା ବର୍ତ୍ତମାନ କୁହ। ସୁତରାଂ ଜୁଦିତ୍ ସେମାନଙ୍କୁ ତ୍ୟାଗ କରି ଯିବା ଦିନଠାରୁ ସେମାନଙ୍କ ସହ ବାର୍ତ୍ତାଳାପ କରୁଥିବା ସେହି ସମୟ ପର୍ଯ୍ୟନ୍ତ ତାଙ୍କ ଦ୍ୱାରା ସମ୍ପାଦିତ କାର୍ଯ୍ୟକଳାପର ଏକ ବିବରଣୀ ସମସ୍ତ ଜନତାଙ୍କ ସମ୍ମୁଖରେ ତା ପାଇଁ ବର୍ଣ୍ଣନା କଲେ। ସେହି ବିବରଣୀ ସମାପ୍ତ କଲା ସମୟରେ ଜନତା ଉଚ୍ଚସ୍ୱରରେ ଚିତ୍କାର କରି ନଗରୀ ମଧ୍ୟରେ ଆନନ୍ଦ ରବ ଧ୍ୱନିତ କଲେ। ଇସ୍ରାଏଲର ଈଶ୍ୱରଙ୍କ ଦ୍ୱାରା କୃତ କାର୍ଯ୍ୟକଳାପ ଦେଖି ଆଖିୟର ଈଶ୍ୱରଙ୍କଠାରେ ଦୃଢ଼ ବିଶ୍ୱାସ ସ୍ଥାପନ କଲା ଓ ପରିଚ୍ଛେଦନ ପ୍ରାପ୍ତ ପ୍ରାୟ ଇସ୍ରାଏଲର ବଂଶ ସ୍ୱର୍ଗରେ ଆସକ୍ତ ହେଲା। ସେ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ଅବସ୍ଥାରେ ଅଧ୍ୟବସାୟୀ ହୋଇ ରହେ। ପ୍ରଭାତରେ ସେମାନେ ହାଲଫେର୍ନେସର ମସ୍ତକକୁ ପ୍ରାଚୀରରେ ଝୁଲାଇ ଦେଲେ। ତତ୍ପରେ ସେମାନେ ଅସ୍ତ୍ରଶସ୍ତ୍ର ଧାରଣ କରି ତଥା ଦଳରେ ବିଭକ୍ତ ହୋଇ ପାହାଡ଼ ଅଭିମୁଖୀ ପଥ ଆଡ଼କୁ ଗମନ କଲେ। ଆସୀରିଆମାନେ ସେମାନଙ୍କୁ ଦେଖି ସେନାପତିମାନଙ୍କ ପାଖକୁ ସନ୍ଦେଶ ପଠାଇଲେ ଓ ସେନାପତି ଦଳ ଅଧିପତି ତଥା ଅନ୍ୟାନ୍ୟ କର୍ମଚାରୀମାନଙ୍କ ନିକଟକୁ ଗଲେ। ସେମାନେ ହାଲଫେର୍ନେସର ତମ୍ବ ନିକଟକୁ ଆସି ତାର ବ୍ୟକ୍ତିଗତ କାର୍ଯ୍ୟବଳୀର ତତ୍ତ୍ୱାବଧାରକ ଦେବାନକୁ କହିଲେ, ଆମ ମୁନିବଙ୍କୁ ଜଗାଇ ଉଠାଅ। ସମ୍ଭୁଳେ ବିଧ୍ୱସ୍ତ ହେବା ପାଇଁ ସେହି ଦାସଗଣ ଆମ ବିରୁଦ୍ଧରେ ଆସି ସମର କରିବା ଉଦ୍ଦେଶ୍ୟ। ସୁତରାଂ ବାଗାସ୍ ଭିତରେ ପ୍ରବାସ କରି ତମ୍ବୁ ଦ୍ୱାରରେ ଆଘାତ କଲା। କାରଣ ହାଲଫେର୍ନେସ ଜୁଦିଥଙ୍କ ସହ ଶୟନ କରୁଛନ୍ତି ବୋଲି ସେ ଭାବି ନେଇଥିଲା। କିନ୍ତୁ କୌଣସି ଉତ୍ତର ନ ପାଇ ସେ ଦ୍ୱାର ଖୋଲି ଶୟନ କକ୍ଷରେ ପ୍ରବେଶ କଲା। ହାଲଫେର୍ନେସ ଶିରଚ୍ଛେଦିତ ଅବସ୍ଥାରେ ଚଟାଣରେ ପଡ଼ି ରହିଥିବା ଦେଖିବାକୁ ପାଇଲା, କିନ୍ତୁ ତାର ମସ୍ତକ ଦେଖାଯାଉନଥିଲା। ତହୁଁ ସେ ଉଚ୍ଚ ସ୍ୱରରେ କ୍ରନ୍ଦନ ଆର୍ତ୍ତନାଦ ରୋଦନ ତଥା ଚିତ୍କାର କରି ନିଜ ପରିହିତ ବସ୍ତ୍ର ଛିନ୍ନ କଲା। ତତ୍ପରେ ସେ ଜୁଦିତ୍ ଅବସ୍ଥାନ କରିଥିବା ତମ୍ବୁ ଅଭିମୁଖେ ଗଲା ଓ ତାଙ୍କୁ ଦେଖିବାକୁ ନ ପାଇ ସେ ଜନତା ନିକଟକୁ ଧାଇଁ ଯାଇ ଉଚ୍ଚ ସ୍ୱରରେ କହିଲା, ଏହି ଦାସଗଣ ଆମ୍ଭମାନଙ୍କୁ ପ୍ରବଞ୍ଚନ କରିଛନ୍ତି। ଜଣେ ଏବ୍ରେୟ ନାରୀ ରାଜା ନେବୁକଦନେଜରଙ୍କ ଭବନକୁ ଅପମାନିତ କରିଛନ୍ତି। କାରଣ
ହାଲୋଫର୍ନିସ୍ ଏଠାରେ ଭୂମି ଉପରେ ଶୟିତ ଓ ତାଙ୍କର ମସ୍ତକ ତାଙ୍କ ଶରୀରରୁ ଛେଦିତ। ଆଶିରୀୟ ସୈନ୍ୟ ଦଳର ନେତାମାନେ ଏହା ଶୁଣି ବିଭ୍ରାନ୍ତ ହେଲେ ଓ ସ୍ୱପରିହିତ ବସ୍ତ୍ର ଛିନ୍ନ କଲେ। ଛାଉଣି ମଧ୍ୟରେ ସେମାନଙ୍କର କ୍ରନ୍ଦନ ତଥା ଚିତ୍କାର ଶବ୍ଦ ଧ୍ୱନିତ ହେଲା। ଜୁଦିତ୍ ଅଧ୍ୟାୟ 15। ଆଶିରୀୟମାନଙ୍କର ପଳାୟନ। ତମ୍ବୁ ସମୂହ ମଧ୍ୟରେ ଥିବା ଲୋକେ ସେହି ଶବ୍ଦ ଶୁଣି ସଂଘଟିତ କାର୍ଯ୍ୟ ସମ୍ବନ୍ଧରେ ବିସ୍ମିତ ହେଲେ। ତହିଁରେ ସେମାନେ ଭୟଭୀତ ତଥା ପ୍ରକମ୍ପିତ ହେଲେ। ସୁତରାଂ ସେମାନେ ପରସ୍ପରକୁ ଅପେକ୍ଷା ନ କରି ଏକା ସଙ୍ଗେ ଉତ୍ତେଜିତ ହେଲେ ଓ ତମ୍ବୁ ବାହାରକୁ ଧାଇଁ ଯାଇ ସମତଳ ତଥା ପାର୍ବତ୍ୟ ଅଞ୍ଚଳ ମଧ୍ୟବର୍ତ୍ତୀ ପ୍ରତ୍ୟେକ ପଥ ଦେଇ ପଳାୟନ କଲେ। ବେଥୁଲିଆର ଚତୁଃପାର୍ଶ୍ୱ ପାହାଡ଼ଗୁଡ଼ିକରେ ଛାଉଣି ପକାଇ ରହିଥିବା ଲୋକ ମଧ୍ୟ ପଳାୟନ କଲେ। ସେ ସମୟରେ ସମସ୍ତ ଇସ୍ରାଏଲୀୟ ଯୋଦ୍ଧାମାନେ ସେମାନଙ୍କର ପଶ୍ଚାଧାବନ କଲେ। ବେତମାସ୍ଥାଇମ୍, ବେବାଇ, କୋବା, କୋଲା ତଥା ଇସ୍ରାଏଲର ସୀମା ସରହଦ ସ୍ଥାନମାନଙ୍କୁ ସଂଗଠିତ କାର୍ଯ୍ୟ କରିବା ସମ୍ବନ୍ଧରେ ସମ୍ବାଦ ଜଣାଇବା ପାଇଁ ଉସିସିଆ ଲୋକ ପଠାଇଲା। ସେମାନଙ୍କ ଶତ୍ରୁମାନଙ୍କର ପଶ୍ଚାଧାବନ କରି ସେମାନଙ୍କୁ ସଂହାର କରିବା ପାଇଁ ସେ ସମସ୍ତଙ୍କୁ ପ୍ରବର୍ତ୍ତାଇଲା। ଏହି ସମ୍ବାଦ ଶୁଣି ଇସ୍ରାଏଲୀୟ ଜନତା ସମ୍ମିଳିତ ଭାବେ ଶତ୍ରୁମାନଙ୍କୁ ଆକ୍ରମଣ କଲେ ଓ ସେମାନଙ୍କୁ ସଂହାର କରି କୋବା ପର୍ଯ୍ୟନ୍ତ ପଶ୍ଚାଧାବନ କଲେ। ଶତ୍ରୁ ଛାଉଣି ମଧ୍ୟରେ ସଂଘଟିତ ଘଟଣା ସମ୍ବନ୍ଧରେ ଅବଗତ ହୋଇଥିବା ହେତୁ ଜେରୁସାଲେମ ତଥା ପାର୍ବତ୍ୟ ଅଞ୍ଚଳବାସୀ ଜନତା ମଧ୍ୟ ଆସିଲେ। ଗିଲେୟାଦ ଓ ଗିଲେୟାଦବାସୀ ଜନତା ଦାମାସ୍କସ ତଥା ତାହାର ସୀମାରେଖା ବ୍ୟତୀତ ସ୍ଥାନ ପର୍ଯ୍ୟନ୍ତ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କ ମଧ୍ୟରୁ ବହୁ ଲୋକଙ୍କୁ ସଂହାର କଲେ। ବେଥୁଲିଆରେ ବାସ କରିଥିବା ଅବଶିଷ୍ଟ ଲୋକେ ଆଶିରୀୟମାନଙ୍କୁ ଛାଉଣି ଲୁଣ୍ଠନ କରି ବହୁ ସମ୍ପଦ ଆଦାୟ କଲେ। ସଂହାର କରି ଫେରି ଆସିଥିବା ଇସ୍ରାଏଲୀୟ ଜନତା ଛାଉଣି ମଧ୍ୟରେ ପରିତ୍ୟକ୍ତ ହୋଇ ରହିଥିବା ବସ୍ତୁ ପଦାର୍ଥକୁ କରାୟତ୍ତ କଲେ ଓ ପାର୍ବତ୍ୟ ଅଞ୍ଚଳ ତଥା ସମତଳ ଅଞ୍ଚଳ ମଧ୍ୟରେ ଅବସ୍ଥିତ ଗ୍ରାମ ତଥା ସହର ସମୂହରୁ ବହୁ ପରିମାଣର ଲୁଣ୍ଠିତ ଦ୍ରବ୍ୟ ଆଦାୟ କଲେ, କାରଣ ସେହି ବସ୍ତୁ ପଦାର୍ଥ ବହୁ ପରିମାଣର ଥିଲା। ଜୁଦିଥଙ୍କ ପ୍ରତି ଇସ୍ରାଏଲର କୃତଜ୍ଞତା ଅର୍ପଣ। ପ୍ରଭୁ ଇସ୍ରାଏଲ ପାଇଁ ସମ୍ପାଦନ କରିଥିବା ମଙ୍ଗଳ କାର୍ଯ୍ୟ ପ୍ରତି ସାକ୍ଷ୍ୟ ପ୍ରମାଣ ଦେବା ଓ ଜୁଦିଥଙ୍କୁ ସଂଦର୍ଶନ କରି ତାଙ୍କୁ ଶୁଭେଚ୍ଛା ଜଣାଇବା ସକାଶେ ଜେରୁସାଲେମରୁ ମହାଯାଜକ ଯୋଆଖିମ୍ ଓ ଇସ୍ରାଏଲୀୟ ଜନତାର ମହାସଭାର ସଦସ୍ୟମାନେ ଆସିଲେ। ସେମାନେ ତାଙ୍କୁ ସାକ୍ଷାତ କରି ଏକ ସ୍ୱରରେ ତାଙ୍କୁ ଆଶୀଷ ଦେଇ କହିଲେ, ତୁମେ ଜେରୁସାଲେମର ବିଜୟୀ ଉଲ୍ଲାସର ଗର୍ବ ତଥା ଇସ୍ରାଏଲର ମହିମା, ତୁମେ ଆମ ଜନତାର ମହତ୍ଵ, ତୁମେ ଏ ସମସ୍ତ କାର୍ଯ୍ୟ ଏକାକୀ ଅବସ୍ଥାରେ ସାଧନ କରିଅଛ। ତ ଦ୍ୱାରା ତୁମେ ଇସ୍ରାଏଲ ପାଇଁ ଏକ ଅତିଶୟ କୁଶଳ କାର୍ଯ୍ୟ ସମ୍ପାଦନ କରିଅଛ। ସେଥିଲାଗି ଈଶ୍ୱର ସନ୍ତୁଷ୍ଟ ହୋଇଅଛନ୍ତି। ସର୍ବଶକ୍ତିମାନ ପ୍ରଭୁ ତୁମକୁ ସର୍ବଦା ଆଶୀଷ ପ୍ରଦାନ କରନ୍ତୁ। ସମସ୍ତ ଜନତା ପ୍ରତ୍ୟୁତ୍ତର ଦେଇ କହିଲେ, ଆମେନ୍। ଇସ୍ରାଏଲୀୟ ଜନତା 30 ଦିନ ଧରି ଛାଉଣି ଲୁଣ୍ଠନ କଲେ। ସେମାନେ ହାଲେଫାନେସ୍ର ତମ୍ବୁ, ରୌପ୍ୟ ମୁଦ୍ରା, ଶଯ୍ୟା ସମୂହ, ଅନ୍ୟାନ୍ୟ ପାତ୍ର ସାମଗ୍ରୀ ତଥା ଆସବାବପତ୍ର ଜୁଦିଥଙ୍କୁ ଦାନ କଲେ। ସେ ସମସ୍ତ ଗ୍ରହଣ କରି ସେ ନିଜ ଖଚ୍ଚର ଉପରେ ଲଦିଲେ ଓ ଶକଟ ସମୂହ ସଜାଇ ସେଥିରେ ଗଦା କଲେ। ସେ ସମୟରେ ଇସ୍ରାଏଲୀୟ ମହିଳାମାନେ ମଧ୍ୟ ତାଙ୍କର ସାକ୍ଷାତ କରିବା ପାଇଁ ଏକତ୍ରିତ ହେଲେ। ସେମାନେ ତାଙ୍କୁ ଆଶୀଷ ଜଣାଇଲେ ଓ ସେମାନଙ୍କ ମଧ୍ୟରୁ କେତେକ ନାରୀ ତାଙ୍କ ସମ୍ମୁଖରେ ନୃତ୍ୟ କଲେ। ଜୁଦିଥ୍ ବୃକ୍ଷ ଶାଖା ସମୂହ ନେଇ ନିଜ ସହବର୍ତ୍ତୀ ସେହି ମହିଳାମାନଙ୍କୁ ଦାନ କଲେ। ସେ ଓ ନିଜ ସହବର୍ତ୍ତୀ ସେହି ନାରୀଗଣ ଜିତ ବୃକ୍ଷ ଶାଖାରୁ ମୁକୁଟ ପ୍ରସ୍ତୁତ କରି ପରିଧାନ କଲେ। ସେ ସେହି ମହିଳାମାନଙ୍କ ସମ୍ମୁଖରେ ନୃତ୍ୟ କରି ସେମାନଙ୍କ ନେତୃତ୍ୱରେ ଯାତ୍ରା କଲେ ଓ ଇସ୍ରାଏଲୀୟ ପୁରୁଷମାନେ ପୁଷ୍ପମାଳା ପରିତ ହୋଇ ଅସ୍ତ୍ରଶସ୍ତ୍ର ଧାରଣ ପୂର୍ବକ ଗାନ କରି ସେମାନଙ୍କର ଅନୁସରଣ କଲେ। ଜୁଦିଥ୍ ଅଧ୍ୟାୟ 16। ଜୁଦିଥଙ୍କର ଗୀତିକା।
ସେ ସମୟରେ ଜୁଦିତ୍ ଇସ୍ରାଏଲର ସମ୍ମୁଖରେ ଏହି କୃତଜ୍ଞତାପୂର୍ବକ ଗାନ ଆରମ୍ଭ କଲେ ଓ ସମସ୍ତ ଜନତା ଉଚ୍ଚ ସ୍ୱରରେ ସେହି ଗୀତିକା ଗାନ କଲେ। ଜୁଦିତ୍ ଗାନ କଲେ, ମୋର ଈଶ୍ୱରଙ୍କ ଉଦ୍ଦେଶ୍ୟରେ କର ଗାନ ଆରମ୍ଭ, ବାଦ୍ୟ ବାଦନ ପୂର୍ବକ ମଦିରା ବାଦନ ପୂର୍ବକ କର ମୋର ପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ, ତାହାଙ୍କ ଉଦ୍ଦେଶ୍ୟରେ କର ନବସାମ ସଙ୍ଗୀତ ଗାନ, କର ତାହାଙ୍କୁ ମହିମାନ୍ୱିତ, ତାହାଙ୍କର ନାମ ଜପ କର ନିବେଦନ। ଅଟନ୍ତି ପ୍ରଭୁ ସମର ଧ୍ୱଂସୀ ଈଶ୍ୱର, ମୋର ପଶ୍ଚାତପନକାରୀମାନଙ୍କ ହସ୍ତରୁ କରିଅଛନ୍ତି ସେ ମୋତେ ଉଦ୍ଧାର। ତାର ଛାଉଣି ମଧ୍ୟବାସୀ ଜନତା ନିକଟକୁ କରିଅଛନ୍ତି ସେ ମୋତେ ଆନୟନ। ଉତ୍ତର ଦିଗସ୍ଥ ପର୍ବତମାନଙ୍କ ମଧ୍ୟରୁ କଲା ଆସେରିଆ ବ୍ୟକ୍ତି ଅବତରଣ। ସଂଖ୍ୟା ବହୁଳ ଯୋଦ୍ଧାମାନଙ୍କ ଗହଣରେ କଲା ସେ ଆଗମନ। କଲେ ସେ ସେମାନଙ୍କ ସମାବେଶ ସମୂହ, ଉପତ୍ୟକା ଗୁଡ଼ିକୁ ଅବରୋଧ କଲେ ସେମାନଙ୍କ ଅଶ୍ୱାରୋହୀ ସୈନ୍ୟ ପାହାଡ଼ ସମୂହ ଆଚ୍ଛାଦନ। କରିବେ ସେ ମୋ ପ୍ରଦେଶକୁ ଦଗ୍ଧୀଭୂତ, କରିବେ ଖଡ଼୍ଗ ଦ୍ୱାରା ମୋର ତରୁଣମାନଙ୍କୁ ନିଧନ। ଭୂମି ଉପରେ କଚାଡ଼ି କରିବେ ମୋର ଶିଶୁଗଣଙ୍କୁ ବଧ, ନେଇଯିବେ ମୋର ସନ୍ତାନମାନଙ୍କୁ ଶିକାର ସଦୃଶ। କରିବେ ଅପହରଣ ମୋର କୁମାରୀ କନ୍ୟାମାନଙ୍କୁ, ଲୁଣ୍ଠିତ ଦ୍ରବ୍ୟ ସଦୃଶ ଥିଲା ଏହା ତାର ଗାରିମା ଅହଙ୍କାର ପୂର୍ବକ। କିନ୍ତୁ ଜଣେ ନାରୀ ହସ୍ତେ କଲେ ସର୍ବଶକ୍ତିମାନ ପ୍ରଭୁ ସେମାନଙ୍କର ଯୋଜନାର୍ଥକୁ ବ୍ୟର୍ଥ। ସେମାନଙ୍କ ବୀର ବ୍ୟକ୍ତି ହେଲା ନାହିଁ ତରୁଣ, ବ୍ୟକ୍ତିଗଣଙ୍କ ହସ୍ତରେ ନିପତିତ କଲା ନାହିଁ ତାକୁ ସଂହାର। ମଲ୍ଲୁ ଯୋଦ୍ଧାମାନଙ୍କର ହସ୍ତ କଲେ ନାହିଁ ତାକୁ ଆକ୍ରମଣ। ଉଚ୍ଚ ବିରାଟ କାୟ ବ୍ୟକ୍ତିବୃନ୍ଦ ବରଂ କଲେ ମେରାରୀଙ୍କ କନ୍ୟା ତାଙ୍କ ମୁଖର ରମଣୀୟତାରେ ତାକୁ ବିନାଶ। ଇସ୍ରାଏଲର ତାଡ଼ନାଗ୍ରସ୍ତ ଲୋକଙ୍କୁ ଉନ୍ନୀତ କରିବା ନିମନ୍ତେ କଲେ ସେ ନିଜ ବୈଧବତାର ଶୋକକୁ ଗୋପନ। ସୁଗନ୍ଧ ଆଞ୍ଚନରେ କଲେ ସେ ନିଜ ମୁଖକୁ ଲେପନ। କଲେ ସେ ନିଜ ମସ୍ତକ କେଶକୁ ପଗଡ଼ି ଦ୍ୱାର ବିଭୂଷିତ। ତାକୁ ପ୍ରଲୋଭ କରିବା ସକାଶେ ହେଲେ ସେ ଶଣ ବସ୍ତ୍ର ପରିହିତ। କଲା ପାଦୁକା ତାଙ୍କର ତାର ଚକ୍ଷୁକୁ ମୁଗ୍ଧ, ରୂପ ଲାବଣ୍ୟ ତାଙ୍କର କଲା ତା ହୃଦୟକୁ ବିମୋହିତ। ଖଡ଼ଗ ତାଙ୍କର କଲା ତାର ଗଳାକୁ ବିଭକ୍ତ। ତାଙ୍କର ନିର୍ଭୀକତା ଦେଖି ହେଲେ ପାରସ୍ୟମାନେ ପ୍ରକମ୍ପିତ। ତାଙ୍କ ସାହସିକତା ଦେଖି ହେଲେ ମେଦିଆନ ମାନେ ଭୀତଗ୍ରସ୍ତ। କଲେ ସେ ସମୟରେ ତାଡ଼ନାଗ୍ରସ୍ତ ସ୍ୱଜନ ମୋର ସାନନ୍ଦ ଚିତ୍କାର। କଲେ ଦୁର୍ବଳ ଜନ ଚିତ୍କାର ହେଲେ ଶତ୍ରୁବୃନ୍ଦ କମ୍ପିତ। ଉଚ୍ଚ ସ୍ୱରରେ କଲେ ସେମାନେ ବିରୋଧୀମାନଙ୍କୁ ପରାଜିତ। ଦାସୀ ପୁତ୍ରଗଣ କଲେ ସେମାନଙ୍କୁ ବିଧ, ପଳାତକମାନଙ୍କ ସନ୍ତାନଗଣ ସଦୃଶ ହେଲେ ସେମାନେ ଆଘାତ ପ୍ରାପ୍ତ। ମୋର ପ୍ରଭୁଙ୍କ ସୈନ୍ୟବାହିନୀ ସମ୍ମୁଖେ ହେଲେ ସେମାନେ ବିନାଶଗ୍ରସ୍ତ। ମୋ ଈଶ୍ୱରଙ୍କ ଉଦ୍ଦେଶ୍ୟ କରିବି ମୁଁ ନୂତନ ସ୍ତବଗାନ। ପ୍ରଭୁ ହେ ଅଟ ତୁମେ ମହାନ ତଥା ଗୌରବ ବିମଣ୍ଡିତ, ଅଟ ତୁମେ ଅଦ୍ଭୁତ ଭାବେ ପରାକ୍ରମୀ ତଥା ଅଜୟ। ହୁଅନ୍ତୁ ସମସ୍ତ ସୃଷ୍ଟି ତୁମର ପରିଚର୍ଯ୍ୟାରତ। ଦେଲ ତୁମେ ଆଦେଶ ଓ ହେଲେ ସେମାନେ ସୃଷ୍ଟ। ତୁମ ପରମ ଆତ୍ମାଙ୍କୁ କଲ ତୁମେ ପ୍ରେରଣ ଓ କଲେ ସେ ସେମାନଙ୍କୁ ରୂପାୟିତ। ଏପରି ସମର୍ଥ କେହି ନାହିଁ ଯେ କରିପାରେ ତୁମ ଆଦେଶ ବିରୋଧ। ପର୍ବତ ସମୂହର ଭିତ୍ତିମୂଳ ହେବ ଜଳରାଶି, ଦ୍ୱାର ଦେଳାୟିତ। ତବ ସନ୍ନିଧାନେ ହେବ ଶିଳା ସମୂହ ମହମ ସଦୃଶ ଗଳିତ। କିନ୍ତୁ କରନ୍ତି ଯେଉଁମାନେ ତୁମ ପ୍ରତି ଭୟଭକ୍ତି ପ୍ରଦର୍ଶନ, କରିବ ତୁମେ ତବ କରୁଣା ସେମାନଙ୍କୁ ପ୍ରଦର୍ଶନ। ସୁରଭି ନୈବେଦ୍ୟ ରୂପେ ଅର୍ପିତ ବଳିଦାନ ଅଟେ ସାଗର, ଅଟେ ତୁମ ସନ୍ନିଧାନେ ହୋମବଳିର ମେଦ କ୍ଷୁଦ୍ର। କିନ୍ତୁ କରେ ଯିଏ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ, ହେବ ସେ ମହାନ ଓ ଚିରନ୍ତନ। ମୋ ସୃଜନମାନଙ୍କ ବିରୁଦ୍ଧେ ଯେଉଁମାନେ ଉତ୍ତୋଳିତ, ଧିକ୍ ସେହି ଜାତି ସମୂହ। ନେବେ ପ୍ରତିଶୋଧ ବିଚାର ଦିବସେ ପ୍ରଭୁ ସର୍ବଶକ୍ତିମାନ ସେମାନଙ୍କ ବିରୁଦ୍ଧେ। କରିବେ ସେ ସେମାନଙ୍କ ଶରୀରକୁ ଅଗ୍ନି ତଥା କୀଟ ଦ୍ୱାରା ପୀଡ଼ିତ। କରିବେ ସେମାନେ ବେଦନାରେ ନିତ୍ୟ ବିଳାପ। ଜେରୁସାଲେମକୁ ଆସି ସେମାନେ ଈଶ୍ୱରଙ୍କୁ ଆରାଧନା କଲେ।
ଶୁଦ୍ଧପୂତ ହେବା କ୍ଷଣି ହୋମ ବଳି, ସ୍ୱେଚ୍ଛା ବଳି, ସ୍ୱେଚ୍ଛାମୂଳକ ନୈବେଦ୍ୟ ତଥା ଅନ୍ୟାନ୍ୟ ଉପହାର ସବୁକୁ ଜନତା ଉତ୍ସର୍ଗ କଲେ। ଯୁଦିଥଙ୍କ ପ୍ରତି ପ୍ରଦତ୍ତ ହାଲୋଫାର୍ନେସ୍ର ସମସ୍ତ ପାତ୍ରକୁ ଯୁଦିଥ୍ ଈଶ୍ୱରଙ୍କୁ ଅର୍ପଣ କଲେ। ହାଲୋଫାର୍ନେସ୍ର ଶୟନ କକ୍ଷରୁ ନେଇଥିବା ସେହି ଚାନ୍ଦୁଆକୁ ଯୁଦିଥ୍ ମାନସିକ ଉପହାର ସଦୃଶ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କଲେ। ଜନତା ଜେରୁସାଲେମରେ ପବିତ୍ର ଆଳୟ ସମ୍ମୁଖରେ 3 ମାସ ଧରି ଉତ୍ସବ ପାଳନ କଲେ ଓ ଯୁଦିଥ୍ ସେମାନଙ୍କ ସହ ରହିଲେ। ଯୁଦିଥଙ୍କ ବାର୍ଦ୍ଧକ୍ୟ ଅବସ୍ଥା ତଥା ମୃତ୍ୟୁ। ଏହାପରେ ସମସ୍ତେ ନିଜ ନିଜର ଗୃହକୁ ଫେରିଗଲେ। ଯୁଦିଥ୍ ବେଥୁଲିଆକୁ ପ୍ରତ୍ୟାଗମନ କଲେ ଏବଂ ତାଙ୍କ ଅଞ୍ଚଳରେ ଅବସ୍ଥାନ କଲେ। ତାଙ୍କର ଆଜୀବନ କାଳ ଜନତା ସମଗ୍ର ଦେଶ ସାରା ତାଙ୍କ ପ୍ରତି ଶ୍ରଦ୍ଧା ଜ୍ଞାପନ କଲେ। ଅନେକେ ତାଙ୍କ ସହ ଦାମ୍ପତ୍ୟ ବନ୍ଧନରେ ଆବଦ୍ଧ ହେବା ପାଇଁ ଇଚ୍ଛୁକ ହେଲେ, କିନ୍ତୁ ନିଜ ପତି ମାନସେ ମୃତ୍ୟୁବରଣ କରି ପିତୃପୁରୁଷମାନଙ୍କ ସହ ସଂଗୃତ ହୋଇଥିବା ଦିନଠାରୁ ଆଜୀବନ କାଳ ସେ ବୈଧବ୍ୟ ଅବସ୍ଥାରେ ଜୀବନଯାପନ କଲେ। ସେ ଉତ୍ତାରେ ପ୍ରସିଦ୍ଧି ଲାଭ କଲେ ଏବଂ ବୃଦ୍ଧା ହୋଇ 105 ବର୍ଷ ବୟସ ହେବା ପର୍ଯ୍ୟନ୍ତ ନିଜ ପତିଙ୍କ ଗୃହରେ ବାସ କଲେ। ସେ ନିଜ ଦାସୀକୁ ମୁକ୍ତ କଲେ। ପରିଶେଷରେ ଯୁଦିଥ୍ ବେଥୁଲିଆରେ ମୃତ୍ୟୁବରଣ କଲେ ଏବଂ ସେମାନେ ତାଙ୍କୁ ତାଙ୍କ ପତି ମାନସେଙ୍କୁ କବର ଦେଇଥିବା ସମାଧିରେ ସମାଧିସ୍ଥ କଲେ। ଇସ୍ରାଏଲୀୟ ଜନତା ତାଙ୍କର ସ୍ମରଣାର୍ଥେ 7 ଦିନ ଧରି ଶୋକ ପ୍ରକାଶ କଲେ। ମୃତ୍ୟୁବରଣ କରିବା ପୂର୍ବରୁ ସେ ନିଜ ସମ୍ପଦକୁ ନିଜ ପତି ମାନସେଙ୍କ ନିକଟ ସମ୍ପର୍କୀୟ ଲୋକ ତଥା ନିଜର ଅତି ନିକଟ ଆତ୍ମୀୟ ବ୍ୟକ୍ତିମାନଙ୍କ ମଧ୍ୟରେ ବିଭକ୍ତ କଲେ। ଯୁଦିଥଙ୍କର ଜୀବନ କାଳ ସାରା ତଥା ତାଙ୍କର ମୃତ୍ୟୁ ପରେ ଦୀର୍ଘ କାଳ ବ୍ୟାପୀ ଇସ୍ରାଏଲୀୟ ଜନତା ପ୍ରତି କେହି କେବେ ବିଭୀଷିକାର କାରଣ ହେଲେ ନାହିଁ।